ଦେଖନ୍ତି ଏଠି ସମସ୍ତେ ବସି ପଡୁଛନ୍ତି ଖାଇବା ପାଇଁ। ଆସିକି ରେଡି ହେଇଛି ଦୁଇଟା ଖଣ୍ଡ ହଉଥିବ ବାହାଘର ବାହାରିଲ ତବେ ବାହାଘରୁ ବାହାରିଛନ୍ତି ସାଙ୍ଗାତି ହେଇଛି ଦେହ ନା ମାଛ ଏବେ ସବୁ ସଜେଇକି ଥୁଆଯାଉଛି ଦେଖୁଥିବେ। ମମିକୁ ଏବେ ଅଣ୍ଡା ଭଜା ପୁଣି ଅଣ୍ଡା ଭଜା ହବ ଏବେ ଛଣା ଆରମ୍ଭ ହେଲାଣି ଦେଖନ୍ତୁ ସମସ୍ତେ। ଏବେ କଲରା ଏବେ ଛଣା ହେଉଛି ତ ଦେଖନ୍ତୁ ଏବେ ତାକୁ ସବୁ ପକିଆ ହେଇକି ଯେଉଁ ବେସନ ଆଉ ପକିଆ ହେଇଛି ଏବେ ଗୁଳିଆ ହେଉଛି ଆଉ ସକାଳେ ସକାଳେ ହେଇଛି। ସେଠି ଗୋଟେ ମାଙ୍କଡ଼ଟା ଆସିଛି। ହଁ ଏମାନେ ସବୁ କୁକୁର ଘର କରୁଛନ୍ତି ତାକୁ ଛାଡ଼ୁନାହାନ୍ତି। କେତେବେଳୁ ତାକୁ ଧରିଲାଣି ଛାଡ଼ୁନାହାନ୍ତି ତମେ ତଳେ ରହି କଣ କରିବ? ଟୋଟାଲ ଛାଡ଼ୁନାହାନ୍ତି ତାକୁ। ସେ ମାନେ ଉପରେ ଅଛି ମାନେ ସେ ଯାଉଛି ଯୁଆଡ଼େ ମାନେ ସମସ୍ତେ ସେଇଆଡ଼େ ଯାଉଛନ୍ତି। କଣ୍ଡେ ଆ କୁକୁର ଛାଡ଼ିବନି ତାକୁ କହୁଛନ୍ତି ସମସ୍ତେ। ହଁ ସେ ଗଛକୁ ଡେଇଁଲେ ସେ ଯିବ। ସେଠି ମାଙ୍କଡ଼ଟା ବସିଛି। ଏଠି ତ ସବୁ କୁକୁରର ତାକୁ କାମୁଡ଼ିବେ ବୋଲି ଅଛନ୍ତି ଆଉ। ଓହ୍ଲେଇଲା ଗଲା ଉପରୁ ଚାଲିଲା ଧରି ଦେଇଛନ୍ତି ଗଲା ହାରି। ଦେଖନ୍ତୁ ପୁରା ସକାଳୁ କୋଉ ଭଳିଆ ଭାବରେ କାକର ପଡ଼ିଛି ପୁରା କୋଉଆଡ଼େ ଦେଖାଯାଉନି। ସାଡ଼େ ପୁରା କାକର ପଡ଼ିଛି ପୁରା କିଛି ଦେଖାଯାଉନି ଏମିତି ସେମିତି। ତ ଏବେ ଦେଖନ୍ତୁ ସବୁ ସମସ୍ତେ ରୁଟି ଆଉ ଭଜା ହେଇଯାଇଛି ଆଳୁ ଭଜା ସକାଳୁ ଆଉ ଚା ବି ହେଇଯାଇଛି। ଆଉ ମମିର ଏଥିରେ ଦେହ ବି ଭଲ ନାହିଁ ସେ ତଥାପି ସେଥିରେ ରୋଷେଇବାସ ସବୁ କରିକି ଆମେ ଖାଇ ଦେଇ ଦେଉଛି। ସାଙ୍ଗାତି ହେଇଛି ଦେହ ନା ତ ଦେହ ପୁରା ବେଶୀ ଖରାପ ହେଇଯାଇଛି। ଆଉ ସେଠି କ'ଣ ବସିଛି ହଁ ବା ଦେହ ଭଲ ନାହିଁ ସେଥିରେ ବି ଦେହ ଭଲ ନାହିଁ କିନ୍ତୁ ସେଥିରେ ବି ଯେଉଁ ରୋଷେଇ କରି ସବୁ ଦିଆହେଇଛି କରିଦେଇଛି ମମି ଆଉ ସେଠି ଖାଉଛି ଆଉ ମା ଏଠି ଏବେ ମାର ଖାଇବା ସରିଲାଣି ଆସିକି ମା ସରିଲାଣି ଟିକେ ଖାଇବା ତ ସରିଲାଣି ଆସିକି ମାର ମମି ଏଥର ଦେହ ଭଲ ନାହିଁ ତ ରୋଷେଇ କରୁଛି ବସି ସମସ୍ତେ ଦେଖିପାରୁଥିବେ। ଆଉ ବାବା ଏବେ ମାଛ ଏବେ ସଜାଉଛନ୍ତି ଆଉ ଏତକ ରହିଲେ ନା ତାକୁ ବରଫ ଦିଆ ହେଇକି ରଖାହେଇଯିବ ବାଢ଼ିଆକି ଏଇ ଯେତିକି ଯେଉଁ ବରଫ ଅଛି ଏଇନେ ବାଡ଼େଇ ଦେଇଦେବ। ଓହୋ ଆଉ ରାତିକି ବରଫ ଆସିବ ପୁଣି ନହେଲେ ସେଠି ପାଇବନି ନା ଯେଉଁ ଖରା ଯେଉଁ ହଉନି କି ଟିକେ ସେ ଯେଉଁ ବତୁଳିଯିବ ଏଥିରେ ଫ୍ରିଜର ବି ନାହିଁ। ତବେ ମାଛ ଏବେ ସବୁ ସଜା ହେଇକି ଥୁଆଯାଉଛି ଦେଖୁଥିବେ। ଷୋଲ ବିଟରେ ମାଛ ସଜାଉଛି ନା କ'ଣ କହିଲ? ହଁ ଆଉ ମମି ଛାତ ଉପରେ ଚାଲୁନି ଦେଖିବା କ'ଣ କରୁଛି ଏବେ। ମମି ଏବେ ଏଠି କ'ଣ ହେଉଛି ସକାଳେ ଯେଉଁ ଖରାରେ ହଁ ହଁ ବହୁତ ଜୋରରେ ଖରା ହେଉଛି ଦୁଇପଟଟା ଯେ ଶୁଖିଆ ହେଇଯିବ ନା ଏତିକି ଶୁଖିବ ନା ଆଉ କ'ଣ ଅଛି ଆଉ କ'ଣ ଅଛି ସେପଟେ ଶୁଖିଆ ହେଇଛି ପ୍ୟାଣ୍ଟ ଏକା। ଆଉ ଏଠି ଖରା ବି ହେଉଛି ବହୁତ ଜୋରରେ ଦେଖୁଥିବେ। ସୂର୍ଯ୍ୟ ଏଇଠି ନା ପୁରା ଠିକ୍ ଅଛନ୍ତି ମୁଣ୍ଡ ଉପରେ। ଆଉ ଏଠି ଲୁଗାପଟା ଥୁଆ ହେଇଛି ଏଇଠି ସଫା ହେଇଥିଲା ଛାତ ଉପରେ। ଆଉ ଗୋଟେ ଛୋଟ କୁକୁର ଗୁଡ଼ା ସେଠି ଅଛନ୍ତି। ତ ଏବେ ଦେଖୁଥିବେ ବାହାରି ପଡ଼ିଛନ୍ତି। କୁଆଡ଼େ ଯାଉଛ? ବାହାଘର ନା ତେବେ ଆୟୁଷ ବି ଗଲାଣି ହେରି ସେପଟେ ବାହାଘର ବାହାରିଲ ତେବେ ବାହାଘରୁ ବାହାରିଛନ୍ତି। ଆଉ ଗୋଟେ ମା ତ ସେପଟେ ସେଠି ଖାଉଛି ମା ଏଠି ଖାଇଦେଉଛି ଆଉ ସେ ତ ଗଲେଣି ତ ସମସ୍ତେ ଆଉ। ତ ଏବେ ଦେଖୁଥିବେ ବାହାରି ସାରିଲେଣି ସମସ୍ତେ ଯିବା ପାଇଁ ବାହାଘର ପାଇଁ ରେଡ଼ି। ଗୋଟେ ଆୟୁଷ ଉପରେ ଆସିକି ରେଡ଼ି ହେଇଯାଇଛି ଯିବା ପାଇଁ ଦୁଇଟା ଖଣ୍ଡ ହଉଥିବ ଦୁଇଟା ଦେଖନ୍ତୁ ଆୟୁଷ ଏଠି ଆସିଥିଲେ ଫଟୋ ଉଠାଇବାକୁ
ଆଉ ବାହାଘରକୁ ଆସିଛନ୍ତି। ବାହାଘର ତ ହେଇନି, ବାହାଘର ଏବେ ହବ ସେପଟେ। ଚାଲ ଏଠି ସମସ୍ତେ ଠିଆ ହେଇଛନ୍ତି ବଡ଼ ବାହାରିକା ଆଟେ ବାହାଘର ପାଇଁ ଥୁଆ ହେଇଛି। ସେଠି ବର ଅଛନ୍ତି, ବାହାଘର ହବ ଆଉ ଯିଏ ଆସିବା ସେଠି ବାହାଘର ହଉଛି। ସେ ବର ଠିଆ ହେଇଛି ସେଠି ନା ଏବେ ଏଠି ବାହାଘର ହବ। ଦେଖନ୍ତୁ ସମସ୍ତେ ଏପଟେ ଖାଇବା ପାଇଁ ସମସ୍ତେ ବସି ପଡ଼ିଛନ୍ତି, ଆଉ ସେଠି ବି ଆସୁଛନ୍ତି ଭୋଜି ଖାଇବା ପାଇଁ ସମସ୍ତେ ବସି ପଡ଼ିଛନ୍ତି। ଏଠି ବି ବସି ପଡ଼ିଛନ୍ତି ଆଉ ଭାଷା ବକୁଛ ସେ ଭିଡିଓ କଲେଣି ଇଏ ହଉଛି ମାର ନାନୀ, ନାନୀଟି ଇଏ ଭାଉଜ। ଦେଖନ୍ତୁ ଏଠି ସମସ୍ତେ ବସି ପଡ଼ିଛନ୍ତି ଖାଇବା ପାଇଁ, ଆଉ ସେଠି ଖାଉଛନ୍ତି ସମସ୍ତେ ଆଉ ଆହୋ ସିଏ ଖାଇ ଚାଲୁଛନ୍ତି। ମାର ନାନୀ, ହଁ ଆଉ ସେଠି ତ ମାର ଭାଉଜ ଆଉ ହଁ। ଆପଣମାନେ ତ ଦେଖିଲେ ଆମେ ବାହାଘରକୁ ଯାଇଥିଲୁ, ଆଉ ରାତି ହେଇଥିଲା। ରାତି ହେଲା ବେଳକୁ ଆମେ ଆସିଥିଲୁ ହେରି। ଏବେ ତ ସକାଳ ସକାଳ ହେଇଯାଇଛି। ଆସନ୍ତୁ ଦେଖିବା ଘରେ କ'ଣ ସମସ୍ତେ କରୁଛନ୍ତି। ଏବେ କ'ଣ ରୋଷେଇ ହେଉଛି ନା କ'ଣ ଦୀପରେ? ଡାଲମା ହେଇଯାଇଛି। ଆଉ କ'ଣ ହବ ଆଜି ରୋଷେଇ? ଏଠି କଲରା କଟା ହେଇକି ଥୁଆ ହେଇଛି ସରୁସରୁ ହେଇକି, ଆଉ ଗୋଟେ ବାଇଗଣ ବି କଟା ହେଇଛି ଡାଲମା ପାଇଁ। ଡାଲମା ନୁହଁ ମାନେ ଖାଲି ବାଇଗଣ ସେକା ହବ। ଓହୋ, ଆୟୁଷର ତରକାରୀ ବାଇଗଣ ସେକା। ଆୟୁଷ ପସନ୍ଦ ନା? ସେ ମିକ୍ସଚର ଆଉ ବାଇଗଣ ସେକା ତାର ହେଇଗଲେ ଭଲ। ମାନେ ଡାଲମା ହେଇଛି। ହଁ, ଆଉ ତମର ତ ସବୁ କଲରା ଚିପ୍ସ କରାହବ। ଏଠି କଲରା ଚିପ୍ସ ହବ ବୋଲି ଥୁଆ ହେଇଛି। ଚିପ୍ସ କଲେ ଖାଇବ କ'ଣ କରିବ? ହଁ, ସିଏ ପିତା ଲାଗିବନି ବେଶୀ। ହଁ, ସେ ପିତା ଲାଗିବନି ବା। ଆଉ ପାଣି ଗରମ ହେଇଗଲାଣି ଟି? ହଁ, ପାଣି ଗରମ ହେଇଗଲାଣି, ନେଇଯାଅ ଗାଧେଇବୁ। ଯାଉଛି ଗାଧେଇବି। ବାଇଗଣ ସେକା ଏଠି ଡାଲମା ହେଇକି ଥୁଆ ହେଇଛି। ଏଠି ଡାଲମା କାଇଁ? ଡାଲମା ହେଇଛି। ଡାଲମା ହେଇକି ଥୁଆ ହେଇଛି। ଏବେ କ'ଣ ଯୋଉ କଲରା ଛଣା ହବ ନା କ'ଣ? କଲରା ଛଣା କରିକି ତାକୁ ଏଠି ରେଡ଼ି କରିଦେବା। ସବୁ ମସଲା ଗୋଳେଇ ଦେଇ କରିଦେବା। ହଁ, ଦେଇଦେବା। ଏଇଟା ବେସନ ଟିକେ? ନା ହଁ, ଏଇଟା ବେସନ। ବେସନରେ ଟିକେ ପକେଇଦେବା, ଟିକେ ଗୋଳିଆ ହେଇକି 5 ମିନିଟ୍ ରହିବ ନା। ଇଏ ହେଉଛି କନଫର୍ମ ପାଉଡ଼ର। କନଫର୍ମ ପାଉଡ଼ର 2 ଚାମଚ ପକେଇବା ଆଉ ତାପରେ ବେସନ ଦେଇଦେବା। ଏପଟେ କ'ଣ ବସୁଛି? ବାଇଗଣ ବସୁଛି ନା? ବାଇଗଣ ସେକା ହଉଛି। ଟିକେ ହଳଦୀ ଗୁଣ୍ଡ ପକେଇଦେବା। ହଁ, ଆଉ ଟିକେ ଲୁଣ ସେଥିରେ ଚାମଚ ଛାଡ଼ିଦେବା। ଆଉ ଯିଏ ଅଧିକ ଖାଉଥିବେ ସିଏ ଅଧିକ ପକେଇବେ ଲୁଣ, ନା ନାଇଁ? ହଁ। ଲଙ୍କାଗୁଣ୍ଡ ପକେଇ ଦେଇଛି ଆଉ। ଏବେ ଛଣା ଆରମ୍ଭ ହେଲାଣି। ଦେଖନ୍ତୁ ସମସ୍ତେ ଏବେ କଲରା ଏବେ ଛଣା ହେଉଛି। କଲରା ଚିପ୍ସରେ ଯେଉଁ ନାଲି କଲର୍ ଦେଇ ଦେଉଛନ୍ତି, ହଁ, ଚିପ୍ସ ଲାଲ ମାନେ ଚିପ୍ସରେ ଲାଲ କଲର୍ ଦେଖାଯିବ। ଆମେ ଘରେ ଖାଇବା ନା, ନାଇଁ କଲର୍ ଦେବା ଭଲ ହେଉଥିଲା। କଲର୍ ଦେବାଟା ଭଲ ନୁହେଁ ହେଲା। ସେଥିଲାଗି ଏମିତି ଦେଖିବ ନାଲି ଦେଖାଯାଉନି କଲର୍ ଚିପ୍ସ କ'ଣ ନା। ଘରେ ତିଆରି ଦେଇଛନ୍ତି, ନାଲି କଲର୍ ଦିଆହେବନି। ଆଉ ଏତିକି କଲରା ଅଛି, ତ ଛଣା ହେଇଗଲେ ଦ୍ୱିପହର ପାଇଁ ଖାଇବା ହେଇଯିବ। ମମିକୁ ଏବେ ଅଣ୍ଡା ଭଜା, ପୁଣି ଅଣ୍ଡା ଭଜା ହବ। ଅଣ୍ଡା ଭଜା ହେଇକି ଭୁଜିଆ ଭିତରେ ଯିବ। ହଁ ହଁ। ଅଣ୍ଡା ଭଜାରେ ବାବା ମନା କଲେ, କହିଲେ ମାଛକୁ ଭାଜିବ, ମାଛ ଭାଜିବେନି ଅଣ୍ଡା ଭାଜିବ ହେଲା। ତେବେ ଅଣ୍ଡା ଏବେ ଭଜା ହେଉଛି ଦେଖିପାରୁଥିବେ। ଆଉ ଗୋଟେ ଚିପ୍ସ ହେଇକି ଥୁଆ ହେଇଯାଇଛି, କଲରା ଚିପ୍ସ ଆଉ ଆଳୁ ଚିପ୍ସ। ବହୁତ ଦିନ ହେଇକି ଆସିଲା ଆଜି ସାଧା ହବା କଥା। ହଁ, ଯାହା ବି ନାହିଁ ଟିକେ ଅଣ୍ଡା କରିଦେବା ଆଉ। ବାବା ଯାଇକି ଆଣିଲେ, ସାଙ୍ଗେ ସାଙ୍ଗେ ନିଜେ ଆଣିଲେ, ନିଜେ ଭାଙ୍ଗିଲେ। ମୁଁ ପିଆଜ କାଟିକି ଯୋଗାଡ଼ିଛି ଆଉ, ଭଜା ଚାଲିଛି ଆଉ।